ଆଜ୍ଞା କରୋନା 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 ତ ଏହି କରୋନା କେତେ ଲୋକଙ୍କର ଜୀବନ ନେଇଛି ଆପଣମାନେ ବି ମଧ୍ୟ ଜାଣିଥିବେ କି ବର୍ତ୍ତମାନ ଏପରି କିଛି ସୂଚନା ସାମ୍ନାକୁ ଆସିଯାଇଛି କି ଭାରତ ପାଇଁ ଏପରି କିଛି ସୂଚନା ସାମ୍ନାକୁ ଆସିଯାଇଛି ଆପଣ ବି ଜାଣିଲେ ତାଜୁବ ହେଇଯିବେ କି ଏହି କୋଭିଡ-19 ବା ଏହି କରୋନା ଆପଣମାନେ ଜାଣିଥିବେ କେତେ ମାରାତ୍ମକ। ତ ପୁଣି କୁହାଯାଉଛି କି ତା'ର ପ୍ରଥମ ଲହର ଆଗକୁ ଆସୁଛି। ତ ସେଥିପାଇଁ ଆପଣମାନଙ୍କୁ ସତର୍କ ହେବାକୁ ନିଶ୍ଚିନ୍ତ ଭାବରେ ପଡ଼ିବ। ତ ସେହି ସୂଚନା ଗୁଡ଼ିକ ଯେଉଁ ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଛି ସେ ସୂଚନା ବି ମଧ୍ୟ ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଛି। ପ୍ରମାଣର ସହ ବି ମଧ୍ୟ ସେ ସୂଚନା ଆଜ୍ଞା ମୁଁ ଆପଣମାନଙ୍କୁ ଦେଖାଇବି। କେବଳ ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସମ୍ପୂର୍ଣ୍ଣ ଜିନିଷ ଜାଣିପାରିବେ କି କ'ଣ ସୂଚନା ଆସିଛି କୋଭିଡ-19 ବା କରୋନା ସମ୍ପର୍କରେ। ତାହେଲେ ଆଉ ଡେରି କରିବାନି। ତ ବର୍ତ୍ତମାନ ଯେଉଁ ସୂଚନା ଆସିଛି ସେ ସୂଚନା ମୁଁ ଆପଣମାନଙ୍କୁ ଦେଖାଇବାକୁ ଚାହୁଁଛି। ତ ଦେଖନ୍ତୁ ଏ ଜାଗାରେ ଯେଉଁ ଜାଗାରେ ମୁଁ ରାଇଟ୍ ମାରିଲି ସେ ଜାଗାର ଉପର ଲାଇନ୍କୁ ଆପଣମାନେ ସମସ୍ତେ ନଜର ପକାନ୍ତୁ। ତାହେଲେ ସୂଚନାଟି କ'ଣ ଆସିଛି? ତ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ ମହାମାରୀ ପୁଣି ଥରେ ଏସିଆକୁ ଲେଉଟିଛି। ହଂକଂ ଓ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-19 ମାମଲାରେ ଅଚାନକ ବୃଦ୍ଧି ଦେଖାଦେଇଛି। ଫଳରେ ସ୍ୱାସ୍ଥ୍ୟ ଏଜେନ୍ସିମାନେ ସତର୍କ ହୋଇଯାଇଛନ୍ତି। ବିଶେଷଜ୍ଞଙ୍କ ଅନୁସାରେ ଏହା ସମ୍ଭବତଃ ନୂଆ ଲହରର ଚେତାବନୀ ମଧ୍ୟ ହୋଇପାରେ। ସମସ୍ତେ ଆଜ୍ଞା କହୁଥିଲେ କୋଭିଡ-19 ଆଉ ନାହିଁ, କିନ୍ତୁ ହଂକଂ ଓ ସିଙ୍ଗାପୁରରେ ଆପଣମାନେ ଜାଣିଥିବେ ସୂଚନାରେ କୁହାଯାଉଛି ହଂକଂ ଆଉ ସିଙ୍ଗାପୁର ଭଳି ଦେଶମାନଙ୍କରେ କୋଭିଡ-19 ମାମଲାରେ ଅଚାନକ ବୃଦ୍ଧି ଦେଖାଦେଇଛି। କୋଭିଡ-19 ବର୍ତ୍ତମାନ ଯଦି ଆମେ କହିବା ସିଙ୍ଗାପୁର ଓ ହଂକଂ ଭଳି ଦେଶମାନଙ୍କରେ ଅଲରେଡ଼ି ଆସିସାରିଲାଣି। ତାହେଲେ ଏତିକି ନୁହେଁ ସୂଚନା, ଏହାର ପରବର୍ତ୍ତୀ ସୂଚନା ଗୁଡ଼ିକ ଆପଣମାନେ ବି ମଧ୍ୟ ଦେଖନ୍ତୁ। ତ ଦେଖନ୍ତୁ ଏ ଜାଗାରେ ଇଏ ହେଉଛି ତା'ର ପରବର୍ତ୍ତୀ ସୂଚନା। এই ଜାଗାରେ ଦେଖନ୍ତୁ ତା'ର ହେଡ଼ିଂରେ ବି ମଧ୍ୟ କୁହାଯାଇଛି ଆଜ୍ଞା ଏଥିପାଇଁ ବିଶେଷଜ୍ଞମାନେ ଭାରତକୁ ମଧ୍ୟ ସତର୍କ କରିଛନ୍ତି। ହଂକଂ ସ୍ୱାସ୍ଥ୍ୟ ସଂରକ୍ଷଣ କେନ୍ଦ୍ରର ସଂକ୍ରାମକ ରୋଗ ବିଭାଗ ମୁଖ୍ୟ ଡାକ୍ତର ଆଲବର୍ଟ ଓଙ୍କ ଅନୁସାରେ ସହରରେ କୋଭିଡ ସଂକ୍ରମଣ ସ୍ତରରେ ଦ୍ରୁତ ବୃଦ୍ଧି ହେଉଛି। ସେ କହିଛନ୍ତି ଯେ ପଜିଟିଭିଟି ହାର ବର୍ଷକ ମଧ୍ୟରେ ଉଚ୍ଚତମ ସ୍ତରକୁ ପହଞ୍ଚି ଯାଇଛି ଓ ଜଟିଳ ମାମଲା ସହିତ ମୃତ୍ୟୁ ହାର ମଧ୍ୟ ବୃଦ୍ଧି ହୋଇଛି। 3 ମେରେ ସପ୍ତାହରେ 31ଟି ମାମଲା ସାମ୍ନାକୁ ଆସିଥିଲା, ଯାହା ଗତ ମାସ ତୁଳନାରେ ସର୍ବାଧିକ। ସ୍ୱାସ୍ଥ୍ୟ ବିଭାଗ ଏହାକୁ ଏକ ସତର୍କତା ସଂକେତ ମଧ୍ୟ ମନେ କରୁଛି। ତ ବର୍ତ୍ତମାନ ଯଦି ଆମେ କହିବା କେତେ ନା ଆଜି କେତେ ନା 17 ମେ ବା ଆଜି 17 ମେ ଆପଣମାନେ ଭିଡ଼ିଓଟି ଦେଖିବେ କେତେ ନା 18 ମେ ଦିନ, କିନ୍ତୁ ଏଇ 3 ମେରେ ସପ୍ତାହରେ 31ଟି ମାମଲା ସାମ୍ନାକୁ ଆସିଥିଲା, ଯାହାକି କୁହାଯାଉଛି ଗତ ମାସ ତୁଳନାରେ ସର୍ବାଧିକ ଥିଲା। ହେଲା, ଏହା କ'ଣ ନା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବା ସ୍ୱାସ୍ଥ୍ୟ ବିଭାଗ ଏହାକୁ କ'ଣ ସତର୍କତା ସଂକେତ ବୋଲି ମଧ୍ୟ ମନେ କରୁଛି। ତାହେଲେ ଦେଖନ୍ତୁ ତା'ର ପରବର୍ତ୍ତୀ ସୂଚନା ଯାହାକି ଆସିଛି ସାମ୍ନାକୁ କି କରୋନାର ବଢ଼ୁଥିବା ସଂକ୍ରମଣ ମାମଲାର ପ୍ରଭାବ ସାଂସ୍କୃତିକ ଆୟୋଜନ ଉପରେ ମଧ୍ୟ ଦେଖାଗଲାଣି। ପ୍ରସିଦ୍ଧ ଗାୟକ ଇସେନ ଚୈନ କୋଭିଡ-19 ସଂକ୍ରମିତ ହେବା କାରଣରୁ ତାଇୱାନର କାଇସୁଙ୍ଗରେ ହେବାକୁ ଥିବା ତାଙ୍କର ମ୍ୟୁଜିକ୍ କନସର୍ଟକୁ ବାତିଲ ମଧ୍ୟ କରିଦେଇଛନ୍ତି। ଏହି ଘୋଷଣା ତାଙ୍କର ଅଧିକାରୀଙ୍କ ୱେବ୍ ଆକାଉଣ୍ଟରେ ମଧ୍ୟ ପୋଷ୍ଟ କରାଯାଇଛି। ସେହିପରି ସିଙ୍ଗାପୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଚଳିତ ମାସରେ ପ୍ରଥମ ସ୍ତରର ସଂକ୍ରମଣ ନେଇ ରିପୋର୍ଟ ଜାରି କରିଛନ୍ତି। ତ ତଥ୍ୟ ଅନୁସାରେ 3 ମେରେ ସପ୍ତାହରେ କୋଭିଡ ମାମଲାରେ 28% ବା 28% ବା 28% ବୃଦ୍ଧି ରେକର୍ଡ କରାଯାଇଛି। କୁହାଯାଇଛି କି ଫଳରେ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା 14,200କୁ ପହଞ୍ଚି ଯାଇଛି। ଏହାଛଡ଼ା ହସ୍ପିଟାଲମାନଙ୍କରେ ଭର୍ତ୍ତି ରୋଗୀଙ୍କ ସଂଖ୍ୟାରେ 30% ବୃଦ୍ଧି ହୋଇଛି। ତେବେ ମନ୍ତ୍ରଣାଳୟ ଏବେ ବ୍ୟାପୁଥିବା ଭାରିଏଣ୍ଟ ମହାମାରୀ କାଳରେ ଦେଖାଯାଇଥିବା ଭାରିଏଣ୍ଟ ଭଳି ଏତେ ବିପଦଜନକ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି। ସାଧାରଣତଃ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧିତ ସଂକ୍ରମଣ ଥଣ୍ଡା ଋତୁରେ ମଧ୍ୟ ବ୍ୟାପିଥାଏ ବୋଲି ସେ କହିଛନ୍ତି। ହେଲେ ଏଥର ବିପରୀତ ଘଟଣା ଦେଖାଦେଇଛି। ଗ୍ରୀଷ୍ମ ଋତୁ ପ୍ରାରମ୍ଭରେ କୋଭିଡ ସଂକ୍ରମଣ ବଢ଼ିବା ଏବେ ଚିନ୍ତାର କାରଣ ପାଲଟିଛି। ଏହି ସଂକେତ ଦେଉଛି ଯେ କରୋନା ଋତୁକାଳୀନ ପ୍ରଭାବରୁ ମୁକ୍ତ ହୋଇ ବର୍ଷ ତମାମ ସକ୍ରିୟ ରହିବାର କ୍ଷମତା ମଧ୍ୟ ହାସଲ କରିଛି।
ତେବେ ଭାରତରେ ଏବେ କରୋନା ସଂକ୍ରମଣ ନେଇ କୌଣସି ସୂଚନା ମିଳିନାହିଁ। ହେଲେ ଏବେଠାରୁ ସତର୍କ ହେବା ପାଇଁ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। କାରଣ ପଡ଼ୋଶୀ ଦେଶରେ ଭୂତାଣୁ ସଂକ୍ରମଣ ଏବେ ଚିନ୍ତାଜନକ ସ୍ଥିତିକୁ ପହଞ୍ଚିଛି। ସିଙ୍ଗାପୁର ଓ ହଂକଂରେ ବ୍ୟାପୁଥିବା ଭାଇରସର ଗତିବିଧି ଋତୁ ଉପରେ ନିର୍ଭର ନୁହେଁ ବୋଲି ପ୍ରମାଣିତ ମଧ୍ୟ ହୋଇଛି। ଗ୍ରୀଷ୍ମ ଋତୁରେ ବଢ଼ୁଥିବା ସଂକ୍ରମଣକୁ ନେଇ ବିଶେଷଜ୍ଞ ଏହା ଏବେ ଆଉ ଋତୁକାଳୀନ ସଂକ୍ରମଣ ହୋଇ ରହିନାହିଁ ଓ ଏହା ଏବେ କ୍ରମ୍ ଚ୍ୟାଲେଞ୍ଜରେ ପରିଣତ ମଧ୍ୟ ହୋଇଛି। ତ ଏମିତି କିଛି ସୂଚନା ବର୍ତ୍ତମାନ କ'ଣ ନା କୋଭିଡ୍-19କୁ ନେଇକି ଆସିଥିଲା। ତ ସେଥିପାଇଁ ଆପଣମାନଙ୍କୁ ମୁଁ କହୁଛି ଆପଣମାନେ ବି ମଧ୍ୟ ସତର୍କତା ଆଜ୍ଞା ଅବଲମ୍ବନ କରନ୍ତୁ, ନହେଲେ ନିଶ୍ଚିନ୍ତ ଭାବରେ ଆପଣ ବି ଅସୁବିଧାରେ ପଡ଼ିବେ। ଆପଣମାନେ ବି ମଧ୍ୟ ସମସ୍ତେ ଜାଣିଥିବେ ଓଡ଼ିଶାରେ କେଉଁଭଳି ବ୍ୟାପିଥିଲା କୋଭିଡ୍-19 ବା କରୋନା ଭୂତାଣୁ। ତ ସେଇଭଳି ବି ମଧ୍ୟ ବ୍ୟାପିବ। ହଂକଂ ଓ ସିଙ୍ଗାପୁର ଭଳି ଦେଶରେ କୋଭିଡ୍-19 ଅଲରେଡ଼ି ବ୍ୟାପି ସାରିଲାଣି। ସେଥିପାଇଁ ଆମ ଭାରତକୁ ଆପଣମାନେ ଜାଣିଥିବେ ଆମ ଭାରତକୁ କ'ଣ ନା ବିଶେଷଜ୍ଞମାନେ ମଧ୍ୟ ସତର୍କ କରିଦେଇଛନ୍ତି। ତ ଏମିତି କିଛି ସୂଚନା ବର୍ତ୍ତମାନ ସାମ୍ନାକୁ ଆସିଥିଲା। ତ ସେଥିପାଇଁ ମୁଁ ଭାବିଲି ନିଶ୍ଚିନ୍ତ ଭାବରେ ଭିଡ଼ିଓଟି ବନେଇକି ଆମ ଓଡ଼ିଶାବାସୀମାନଙ୍କୁ ମୁଁ ଅବଗତ ଜଣାଇଦେବି। ତ ଆପଣମାନେ ସମସ୍ତେ କେଉଁ କେଉଁ ଜିଲ୍ଲାରୁ ମଧ୍ୟ ଦେଖୁଛନ୍ତି ନିଶ୍ଚିନ୍ତ ଭାବରେ ମଧ୍ୟ ମୋତେ କମେଣ୍ଟ କରିବେ, ମୁଁ ମଧ୍ୟ ଜାଣିପାରିବି। ତ ଭିଡ଼ିଓଟି ଯଦି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ଆଜ୍ଞା ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି। ସରକାରଙ୍କ ତରଫରୁ ଯେତେବେଳେ ବି ଯେକୌଣସି ଜିନିଷର ନୋଟିସ୍ ଆସିବ ଆପଣମାନଙ୍କ ପାଖକୁ ସଙ୍ଗେ ସଙ୍ଗେ ପହଞ୍ଚି ପାରିବ। ତାହେଲେ ରହୁଛି, ଆଉ ଗୋଟିଏ ଭିଡ଼ିଓରେ ଆପଣମାନଙ୍କ ସହ ପୁଣି ଦେଖା ହେବ। ଜୟ ଜଗନ୍ନାଥ।